ତାକୁ ଘୋର ନିନ୍ଦା କରୁଛୁ। ଏ ସରକାର କେନ୍ଦ୍ର ରାଜ୍ୟ ଏ ଯୋଉ ମହିଳା ସଂରକ୍ଷଣ କଥା ଡିବି ବଜାଉଛନ୍ତି ବାରମ୍ବାର, ଆମେ ଘୋର ନିନ୍ଦା କରୁଛୁ ତାକୁ। ମୁଁ ଖଗେଶ୍ୱର ନାୟକ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍ର ପାରଡ଼ା ଉପଖଣ୍ଡରୁ ଆଜି ପହଞ୍ଚିଛି ଖମାର ଅଞ୍ଚଳରେ। ଆମ ଯୋଉ କେନ୍ଦ୍ରାପଡ଼ାର ନାରୀ ନେତ୍ରୀ ଯେ ଦଳିତ ମହିଳା ସରପଞ୍ଚ ଚାମେଲି ଓଝାଙ୍କ ମାନେ ବିଷୟରେ ଆଜି ସାରା ଓଡ଼ିଶା ହୁଲସ୍ଥୁଲ ଉଠୁଛି ପଡୁଛି। ସେ ବିଷୟରେ ଆଜି ମାନେ ସାରା ଓଡ଼ିଶାରେ ଗୋଟେ ଚହଳ ମାନେ ହେଇଯାଇଛି। ଗୋଟେ ନାରୀକୁ ଏତେ ଡର ଏତେ ଭୟରେ ତାକୁ ସ୍ୱରକୁ ଚାପି ଦେବା ପାଇଁ ତାକୁ ଆଜି ମେଡିକାଲ କୋର୍ଟରୁ ଗୋଟେ ଅସୁସ୍ଥ ଅବସ୍ଥାରେ, ତାର ଦେହ ଭଲ ନାହିଁ, ସେ ବର୍ତ୍ତମାନ ଶଯ୍ୟା ସେବା ଅବସ୍ଥାରେ ତାକୁ କୋର୍ଟ ଫେର କରାହଉଛି, ପୁଣି କୋର୍ଟ ଜେଲ ପୁଣି ଆଜି ମେଡିକାଲ ଅଣାହଉଛି। ବହୁତ ଦୁଃଖର କଥା, ସାରା ଓଡ଼ିଶାରେ ତାକୁ ନିନ୍ଦା କରାହଉଛି। ଆମେ ଆଜି ପାରଡ଼ା ଅଞ୍ଚଳରେ ସିପିଆଇଏମ୍ର ବରିଷ୍ଠ ନେତ୍ରୀ ଶ୍ରୀମତୀ ମୀନା ପ୍ରଧାନଙ୍କ ପାଖକୁ ଆସିଛୁ। ମ୍ୟାଡାମ କଣ କହିବେ? ଆମର କେନ୍ଦ୍ରାପଡ଼ା ମହାକାଳପଡ଼ାର ଯୋଉ ସରପଞ୍ଚ ଚାମିଲି ଓଝା ଉପରେ ଯୋଉ ଅତ୍ୟାଚାର କରାଯାଇଛି ତାକୁ ଆମେ ଘୋର ନିନ୍ଦା କରୁଛୁ। ଆମେ ଓଡ଼ିଶା ଯୋଉ ସିପିଆଇଏମ୍ ତରଫରୁ ଜିଲ୍ଲା ଅନୁଗୁଳ ଜିଲ୍ଲା ସାମ୍ପାଦିକ ହିସାବରେ ମୁଁ ତାକୁ ଘୋର ନିନ୍ଦା କରୁଛି। ଏବଂ ଯୋଉ ଚାମିଲି ଉପରେ ବିଧାୟକ ଜଣେ ବିଜେପିର ବିଧାୟକ, ପୁଣି ବିଜେପିର ସିଏ ନିଜେ ବି ସରପଞ୍ଚ, ତାଙ୍କ ପାଇଁ ଇଲେକ୍ସନରେ ସିଏ ପ୍ରଚାର କରି ଜିତେଇଥିଲେ। ଦୁଃଖର କଥା, ତାଙ୍କ ଦଳର ସେ ଭଲ କାମ କରିବା ଭିତରେ ତାକୁ ମାନେ ବିଡିଓ ଏବଂ ପୋଲିସ ଲଗାଇ ତାକୁ ଯୋଉ ଅତ୍ୟାଚାର କରାଯାଇଛି, ଯେହେତୁ ସହବାସ ତା ସହିତ ସମ୍ପର୍କ ରଖିବା ପାଇଁ ବାରମ୍ବାର ଯାହା କହିଲା ଚାମିଲି ଓଝା ଦଉଛି ଷ୍ଟେଟମେଣ୍ଟ, ସିଏ ଜଣେ ଭଲ ମାନେ ଲଢୁଆ ମାନେ କାମ କରୁଛି, ଲଢୁଆ ନେତ୍ରୀ। ତାକୁ କାମ କଲା ଭିତରେ ଯୋଉ ସମ୍ପର୍କ ରଖିବା ପାଇଁ ବାରମ୍ବାର ବିଡିଓ ଏବଂ ପୋଲିସ ପ୍ରଶାସନ ଜରିଆରେ କରାଯାଇ ନ ହେବା ପରେ ବିଧାୟକ ବାରମ୍ବାର ଏଇ ଟର୍ଚର କରିକି ତାକୁ ମାନେ ବାରମ୍ବାର ଅତ୍ୟାଚାର କରିଛି, ତା ଭାଇ କି ତା ବାପାଙ୍କୁ ତା ପରିବାରକୁ। ଗୋଟେ କଥା କହିବି, ଚାମିଲି ଓଝାଙ୍କର ଦେଖୁଛୁ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଫଟୋ, ସେଇ ଯୋଉ ମହାକାଳପଡ଼ା ବିଧାୟକ ଦୁର୍ଗା ନାୟକ ତାଙ୍କ ସହିତ ଫଟୋ, ସେ ଜଣେ ବିଜେପି ନେତ୍ରୀ ଯୋଉ ରାଲି ହେଇଥିଲା ସରପଞ୍ଚ ସଂଘର ସେଇ ସମୟରେ ମୁଖ୍ୟମନ୍ତ୍ରୀ ସହିତ ଫଟୋ ନେଇଥିଲେ। କିନ୍ତୁ ବିଜେପି ଦଳ ନାରୀ ନେତ୍ରୀ ହେଇ ତାଙ୍କୁ ମାନେ ବହୁତ ମାନେ ତାର ପଲିଟିକାଲ ଆରାଇଭଲ ହେଇଯିବ କି, ଯୋଉ ଗୋଟେ ଲିଡର ବାହାରି ପଡିବ, ତାଙ୍କୁ ଭୟ ଅଛି କି? ତାକୁ ଭୟ ଅଛି, ଯେହେତୁ ସିଏ ଯାହା ମିଡିଆରେ ଦେଖୁଛି, ସିଏ ଚାମିଲି ଓଝା କହୁଛି, ଆମେ ଦେଖୁଛୁ ମିଡିଆରେ ଯେ ସେ ପଇସା ପତ୍ର ନେଇ ତାକୁ ମିଛ କହିକିରି ସେ ଜଣେ ସ୍ୱଚ୍ଛ କାମ କରିଛି, ଯେ ଜନସାଧାରଣଙ୍କ ଲିଡର ସରପଞ୍ଚ ହେଇଛି, ଭଲ କାମ କରୁଛି। ସେଇଟା ତାକୁ ଆଗାମୀ ଦିନରେ ବାଧା ହବ ବିଜେପି ବିଧାୟକ, ସେଇଟା ସେ ଡର ଭୟରେ ତାକୁ ବର୍ତ୍ତମାନ ଚାପି ଦେବା ପାଇଁ ବି ବହୁତ କଥା, ତାକୁ ଗୋଟେ ମେଡିକାଲରେ ତାକୁ ପଡୁନି, ତାର ବେଡ୍ ଦିଆ ହଉନି, ତାକୁ ତଳେ ବିଧାୟକ ଏମିତି ପ୍ରଶାସନକୁ ଧରିକିରି କରୁଛନ୍ତି। ସେ ଜଣେ ଜଣେ ମହିଳା, ଆମେ ତାକୁ ଘୋର ନିନ୍ଦା କରୁଛୁ। ଏ ସରକାର କେନ୍ଦ୍ର ରାଜ୍ୟ ଏ ଯୋଉ ମହିଳା ସଂରକ୍ଷଣ କଥା ଡିବି ବଜାଉଛନ୍ତି ବାରମ୍ବାର, ଆମେ ଘୋର ନିନ୍ଦା କରୁଛୁ ତାକୁ। ସିପିଏମ୍ ତରଫରୁ ମୁଁ ନିନ୍ଦା କରୁଛି ମହିଳା ଇଏରୁ, କିନ୍ତୁ ଏଇଟା ହବା କଥା ନୁହଁ। ଜଣେ ଭଲ କାମ କରୁଛି ମାନେ ତାକୁ ଭଲ। ମ୍ୟାଡାମ ଗୋଟେ କଥା କହିବି, ସେ ଯୋଉ ବିଡିଓକୁ ଅଭିଯୋଗ କରି ଯାଇଛନ୍ତି, ବିଡିଓ ଗୋଟେ ପାୱାର ଦେଖୁଛନ୍ତି, ବିଡିଓ ତହସିଲଦାର ଦାୟିତ୍ୱରେ ଅଛନ୍ତି, ସବ ରେଜିଷ୍ଟ୍ରାର ଦାୟିତ୍ୱରେ ଅଛନ୍ତି, ଆଉ ଗୋଟେ କଣ ବିଭାଗ ଦାୟିତ୍ୱ, ଚାରିଟା ଦାୟିତ୍ୱରେ ଅଛନ୍ତି। ଜଣେ ବିଡିଓ କି ଆଚାର୍ଯ୍ୟ ସେ ଚାରିଟା ଦାୟିତ୍ୱରେ ଅଛନ୍ତି, ତାକୁ କଣ କହିବେ ଆଜ୍ଞା ପ୍ରଶ୍ନ ଅଧିକାରୀକୁ? ସିଏ ତାକୁ କଣ କହିବ, ତାକୁ ତ ସେଇଟା ଯୋଉ ଚାରିଟା ଅଧିକାରୀ ଅଛନ୍ତି, ସେ କେନ୍ଦ୍ରାପଡ଼ା ମହାକାଳପଡ଼ାର ସବୁଆଡେ ତାଙ୍କ ବିରୋଧରେ ଆମେ ଦେଖୁଥିଲୁ ଫେସବୁକରେ। କେନ୍ଦ୍ରାପଡ଼ା ମହାକାଳପଡ଼ା ଗୋଟେ ଲଢୁଆ ଅଞ୍ଚଳ, ସେଠେ ଯଦି ଜଣେ ମହିଳାକୁ ଏମିତି କରାଯାଉଛି, ସେ କୋଉ ସ୍ତର? ସେ ଜଣେ ଏମଏଲଏଙ୍କର ମହାବାହୁ ଛାୟାର ଅଛି, ଏମଏଲଏଙ୍କ ସପକ୍ଷରେ ଅଛି, ଏଟା ଜଣା ପଡୁଛି। ତାଙ୍କ ସପକ୍ଷରେ ଅଛି, ତାକୁ ବହିଷ୍କାର କରିବା କଥା। ଚାରିଟା ସେକ୍ସନରୁ ତାକୁ ପୁରା ସସ୍ପେଣ୍ଡ କରିକି ରଖିବା କଥା ଆମର ମତ। ଆମେ ଡିମାଣ୍ଡ କରୁଛୁ ସିପିଏମ୍ ତରଫରୁ ତାକୁ ବହିଷ୍କାର କରାଯାଉ ଯେତେ ତୁରନ୍ତ। ଧନ୍ୟବାଦ। ଆମେ ଆଜି ପାଲଡ଼ାରୁ ନାରୀ ନେତ୍ରୀ ମୀନା ପ୍ରଧାନଙ୍କର ମତ ନଉଥିଲୁ। ପାଲଡ଼ା ଅନୁଗୁଳ ଖଗେଶ୍ୱର ନାୟକ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।